आज खाताକୁ ଆସିବ ସୁଭଦ୍ରାର 10,000 ଟଙ୍କା ତ କେଉଁମାନଙ୍କୁ ମିଳିବ? ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କହିବା ଅନୁସାରେ ଯେଉଁମାନଙ୍କୁ 21 ବର୍ଷ ହୋଇସାରିଛି ବା ସେମାନେ ନୂଆ କରି ଆବେଦନ କରିଥିଲେ ତ ସେମାନଙ୍କୁ ମିଳିବ ସୁଭଦ୍ରାର 10,000 ଟଙ୍କା। ଏପରିକି ଯେଉଁମାନେ ଦୁଇଟି କିସ୍ତି ଟଙ୍କା ପାଇଥିଲେ ତୃତୀୟ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ଥିଲେ ତ ସେମାନଙ୍କୁ ଯଦି ଇଲିଜିବଲ ଅଛନ୍ତି ତ ସେମାନଙ୍କୁ ମଧ୍ୟ ମିଳିବ ସୁଭଦ୍ରାର 5,000 ଟଙ୍କା। ବାକି ରହିଲା ଯେଉଁ ସୁଭଦ୍ରା ହିତାଧିକାରୀମାନେ କୌଣସି କାରଣ ପାଇଁ ତିନୋଟି କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ରହିଥିଲେ ତ ସେମାନଙ୍କୁ ଯଦି ଇଲିଜିବଲ ଅଛନ୍ତି ତ ସେମାନେ ମଧ୍ୟ 15,000 ଲେଖାଏଁ ଟଙ୍କା ପାଇବେ। ତେବେ କେଉଁ ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା? ତ ଦେଖନ୍ତୁ ପୂର୍ବରୁ କ'ଣ ହୁଏ, ଯେଉଁ ସମୟରେ ବି ସୁଭଦ୍ରା ଟଙ୍କା ମିଳେ ତ କିଛି ଲୋକଙ୍କ ପାଖକୁ 9ଟାରୁ 10ଟା ଭିତରେ ସୁଭଦ୍ରା ଟଙ୍କା ପଳେଇ ଆସେ। ବାକି ରହିଲା ସୂଚନା ରହିଛି କି କାଲି 12ଟା ଠାରୁ ଆରମ୍ଭ ହୋଇଯିବ ସମସ୍ତଙ୍କ ପାଖକୁ ସୁଭଦ୍ରା ଟଙ୍କା ଆସିବାର। ତ ରାତି 12ଟା ପର୍ଯ୍ୟନ୍ତ ଯଦି ଆପଣମାନଙ୍କୁ ସୁଭଦ୍ରା ଟଙ୍କା ନ ଆସୁଛି ତାହେଲେ ଆପଣମାନେ ଯାଇକି ବ୍ୟାଙ୍କରେ ଚେକ୍ କରିବେ। ତେବେ ଆମେ ଯଦି କହିବା କେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିବନି ତ ଦେଖନ୍ତୁ ଯେଉଁମାନେ ତିନୋଟି କିସ୍ତି ଟଙ୍କା ପାଇସାରିଛନ୍ତି ତ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବନି। ତ ସେମାନଙ୍କୁ କେବେ ମିଳିବ? ଯାହାକି ମାର୍ଚ୍ଚ 8 ତାରିଖରେ ମିଳିବ। ଅନ୍ୟପଟେ ନରେନ୍ଦ୍ର ମୋଦି କ୍ୟାବିନେଟ୍ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାର୍ଟିକୁ ମଞ୍ଜୁରୀ। ତେବେ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କର ଇକ୍ୱିଟି ସହାୟତା ମଞ୍ଜୁରୀ କରିଛନ୍ତି। ଏହା ଅଟଳ ପେନସନ ଯୋଜନା ବା ଏପିୱାଇ ଜାରି ରଖିବା ଏପରିକି 2030-31 ପର୍ଯ୍ୟନ୍ତ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠିକୁ ବୃଦ୍ଧି ମଧ୍ୟ ଅନୁମୋଦନ କରିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ ଯାହାକି ଏସ୍ଆଇଡିବିଆଇକୁ 5,000 କୋଟି ଟଙ୍କାର ଇକ୍ୱିଟି ସହାୟତା ମଞ୍ଜୁର କରିଛି। ପରବର୍ତ୍ତୀ ଖବର, ବଜେଟ୍ 2026 ମଧ୍ୟବିତ୍ତ ପରିବାରକୁ ମିଳିବ ବଡ଼ ରିହାତି, ସେକ୍ସନ 8C ଲିମିଟ୍ ବୃଦ୍ଧି ଆଶାରେ ଟ୍ୟାକ୍ସ ପେୟର୍ସ। ତେବେ ବଜେଟ୍ 2026 ନିକଟତର ହେବା ସହିତ ଦେଶର ଟ୍ୟାକ୍ସ ପେୟର୍ସ ମାନଙ୍କର ବିଶେଷ କରି ମିଡିଲ କ୍ଲାସର ଆଶା ଓ ଉତ୍ସାହ ବଢ଼ିବାରେ ଲାଗିଛି। ତେବେ ବଢ଼ୁଥିବା ମୁଦ୍ରାସ୍ଫୀତି ଓ ଘରୋଇ ଖର୍ଚ୍ଚର ଚାପ ମଧ୍ୟରେ ଲୋକମାନେ ଏବେ ସରକାରଙ୍କ ଠାରୁ କିଛି ଟ୍ୟାକ୍ସ ରିହାତି ଆଶା କରୁଛନ୍ତି। ଏହି ଆଶାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି ଇନକମ୍ ଟ୍ୟାକ୍ସର ଆକ୍ଟର ସେକ୍ସନ 80C। ଅନ୍ୟପଟେ ମନ୍ତ୍ରୀଙ୍କ ବଡ଼ ଘୋଷଣା, ହଟିବ ଡିଜେଲ ଚାଳିତ ଆମ ବସ୍। ତେବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ତେବେ ଡିଜେଲ ଚାଳିତ ଆମ ବସ୍ ହଟାଇବାକୁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି। ଏଣିକି ରାସ୍ତାରେ କେବଳ ଇଭି ଏପରିକି ଆମ ବସ୍ ଗଡ଼ିବ ବୋଲି ସେ କହିଛନ୍ତି। ତେବେ ଡିଜେଲ ଚାଳିତ ବସ୍କୁ ଧୀରେ ଧୀରେ ସ୍ଲାବ୍ କରାଯିବା ସହ ଇଭି ବସ୍ ଅଣାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏବେ କେନ୍ଦ୍ର ସରକାର ଆଣିଲେ ନୂଆ ଯୋଜନା। ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ତେବେ ନିଜ ଘରର ସ୍ୱପ୍ନ ସାକାର କରିବାକୁ ସରକାର ଘୋଷଣା କରିଛନ୍ତି ହାଉସ୍ ବିଲ୍ଡିଂ ଆଡଭାନ୍ସ ଯୋଜନା, ଯାହାକି ହାଉସ୍ ବିଲ୍ଡିଂ ଆଡଭାନ୍ସ ସ୍କିମ୍ SBA। ତେବେ ବଢ଼ୁଥିବା ମହାଙ୍ଗାରେ ମଧ୍ୟରେ ଏହି ଯୋଜନାରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ନେଇ ଆସିଛି। ତେବେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ 5% DA। ତେବେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରି ଆସୁଛନ୍ତି। ତେବେ ଜାନୁଆରୀ 2026 ପରେ ମଧ୍ୟ ଦରମା ଯାହାକି ସଂଶୋଧନ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ। ତେବେ ICAR ରିପୋର୍ଟ ଅନୁସାରେ ଏହି ବିଳମ୍ବ କେବଳ କର୍ମଚାରୀମାନଙ୍କୁ ନୁହେଁ ବରଂ ଆଗାମୀ ବର୍ଷଗୁଡ଼ିକରେ ସରକାରଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିପାରେ। ତେବେ ଏହି ସମୟରେ କର୍ମଚାରୀମାନେ ଡିସେମ୍ବର 2025 ଯାହାକି AICPI IW ତଥ୍ୟକୁ ଅପେକ୍ଷା କରିଛନ୍ତି, ଯାହା ଅନୁସାରେ ଯାହାକି ଜାନୁଆରୀ 2026ରେ ଆଶା କରାଯାଉଥିବା DA ବୃଦ୍ଧି ନିର୍ଣ୍ଣୟ କରାଯିବ ବୋଲି ଆଶା କରାଯାଉଛି। ଏପରିକି DA ରେ ଶେଷ ବୃଦ୍ଧି ଜୁଲାଇ 2025ରେ 55%ରୁ 58% ହୋଇଥିଲା। ତେବେ ପରବର୍ତ୍ତୀ DA ସମୀକ୍ଷା ସ୍ଥିର କରାଯିବ ବୋଲି ଆଶା କରାଯାଉଛି। ତେବେ ଇଣ୍ଡିଆ ଭର୍ସେସ୍ ନ୍ୟୁଜିଲାଣ୍ଡ ରନ୍ କରିବାକୁ ସଂଘର୍ଷ କରି ମ୍ୟାଚ୍ ହାରିଲା ନ୍ୟୁଜିଲାଣ୍ଡ। ଭାରତ ଦେଲା କଡ଼ା ଟକ୍କର, ଟାର୍ଗେଟ ରନ୍କୁ ଛୁଇଁ ନ ପାରି ବିପକ୍ଷ ହେଲା ଟିମ୍। ତେବେ ଜିତିଲା ଭାରତ। ରନ୍ ପାଇଁ ଜୋରଦାର ଲଢ଼େଇ କରୁଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍, ସହଜରେ ବାଜି ମାରି ନେଲା ଟିମ୍ ଇଣ୍ଡିଆ। ତେବେ ପଡ଼ିଆରେ ଶୋଇଲା ଇଣ୍ଡିଆ ସିରିଜ୍ ଆରମ୍ଭରୁ ମ୍ୟାଚ୍ ଜିତିଲା ଭାରତ। ତେବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 5ଟି T20 ବିଶିଷ୍ଟ ସିରିଜ୍ ମ୍ୟାଚ୍ ଖେଳାଯିବ।